ଆଜ୍ଞା ଏଇଟା ଏଇ ସିଜନର ଅଣ୍ଡର-19 ଆଉ ଅଣ୍ଡର-15ର ଫର୍ଷ୍ଟ ଟୁର୍ଣ୍ଣାମେଣ୍ଟ ଏଇଟା ରାଙ୍କିଙ୍ଗ ଟୁର୍ଣ୍ଣାମେଣ୍ଟ। ଏଠାରେ ପ୍ଲେୟର୍ସ ମାନେ ପୁରା ଓଡ଼ିଶାରୁ ଆସିଛନ୍ତି। ନ୍ୟାସନାଲ ରାଙ୍କ ପ୍ଲେୟର୍ସ ବି ଅଛନ୍ତି ଏଠି ଖେଳୁଛନ୍ତି। ତାଙ୍କ ଭିତରେ ଯିଏ ବେଷ୍ଟ ପ୍ଲେୟର ଜିତିବ ଚେଷ୍ଟା କରୁଛୁ ଯେମିତି ଭଲ ଟୁର୍ଣ୍ଣାମେଣ୍ଟ ଅର୍ଗାନାଇଜ ହେବ ଆଉ ଡିସିପ୍ଲିନରେ ବି ପ୍ଲେୟର ମାନେ ଖେଳିବେ। ଆଜ୍ଞା ଆଜ୍ଞା ଠିକ କଥା କହିଲେ। ଯେଉଁମାନେ ଟିକେ ଗ୍ରାମାଞ୍ଚଳରେ ରହୁଛନ୍ତି, ଯେଉଁମାନେ ଏଠି ଆସିବାକୁ ମୌକା ପାଇପାରୁନାହାନ୍ତି କି ଖବର ପାଇପାରୁନାହାନ୍ତି, ଆମେ ସବୁଆଡ଼େ ମିଡ଼ିଆରେ କହୁଛି ଟୁର୍ଣ୍ଣାମେଣ୍ଟ ହେଉଛି। ତାଙ୍କ ପାଇଁ ଅଲଗା ଲେଭେଲ 2 ଟୁର୍ଣ୍ଣାମେଣ୍ଟ ଗୋଟେ ହେଉଛି, ଯେଉଁଟାକି ସେମାନଙ୍କ ପାଇଁ ହିଁ କରାହେଉଛି। ଲେଭେଲ 2 ଲେଭେଲ 3 ଟୁର୍ଣ୍ଣାମେଣ୍ଟ ଅର୍ଗାନାଇଜ କରୁଛୁ ଏଥରକ। ତ ସେମାନଙ୍କ ସେଇ ଟୁର୍ଣ୍ଣାମେଣ୍ଟରେ ତାଙ୍କର ଟ୍ୟାଲେଣ୍ଟ ସେମାନେ ଶୋ କଲେ ଆମେ ପୁଣି ଲେଭେଲ 1 ଟୁର୍ଣ୍ଣାମେଣ୍ଟ ସୁଦ୍ଧା ଖେଳିବାକୁ ମୌକା ଦେଉଛୁ। ଆଜ୍ଞା ବ୍ୟାଡମିଣ୍ଟନ ଦେଖନ୍ତୁ, ଆପଣଙ୍କର ଏଇଥରକ MPIS ତ ଏଇଟା ନୂଆ ବଜାର ହେଇଛି। ଆପଣଙ୍କର କଟକରେ JNISରେ ବି ଖେଳ ହେଉଛି, କିନ୍ତୁ ଦେଖନ୍ତୁ ବ୍ୟାଡମିଣ୍ଟନ ଯାହାହେଲେ ବି ଟିକେ ଏକ୍ସପେନ୍ସିଭ୍ ଗେମ୍ ହେଉଛି। ସେଥିପାଇଁ ଆମେ ସବୁ ଚେଷ୍ଟା କରୁଛୁ କେମିତି ତାଙ୍କୁ ସଟଲ୍ସ ଦିଆଯିବ ଡିଷ୍ଟ୍ରିକ୍ଟ ତରଫରୁ, ଆଉ ଯେଉଁ ପ୍ରକାର ସଟଲ୍ସ ବି ହେଉ ତାଙ୍କୁ କେମିତି ମାଗଣା ବିନା ମୂଲ୍ୟରେ ତାଙ୍କୁ ଯେଉଁ ଦିଆଯିବ, କୋଚିଂ ଦିଆଯିବ। ସେସବୁ ଜିନିଷ ଆରେଞ୍ଜମେଣ୍ଟ ସବୁ କରାହେଇଛି। ଏଥର କୋଚିଂ କ୍ୟାମ୍ପ ହେଉଛି ମେ 1ରୁ କୋଚିଂ କ୍ୟାମ୍ପ ହେଉଛି 15 ଦିନ ପାଇଁ। ତାଙ୍କର ମନରେ କେମିତି ବ୍ୟାଡମିଣ୍ଟନ ପ୍ରତି ଇଣ୍ଟରେଷ୍ଟ କ୍ରିଏଟ୍ କରାଯିବ, କିନ୍ତୁ ସେମାନେ ଭଲ ପ୍ରଦର୍ଶନ କରିବେ ଭବିଷ୍ୟତ। ବ୍ୟାଡମିଣ୍ଟନ ଖେଳିଲେ କ'ଣ ତାଙ୍କୁ ବେନିଫିଟ୍ସ ମିଳିବ, ଏଇଟା ସବୁ କରେଇକି ଆମେ ଚେଷ୍ଟା କରୁଛୁ କରିବାକୁ।